ଗାଁରେ ମାତିଛନ୍ତି ଛେଳି ଚୋର। ଶୋଇବା ଘର ବନ୍ଦ କରି ଛେଳି ନେଇ ଚାଲିଗଲେ ଚୋର। ଗାଁ ଗହଳିରେ ମାତିଛନ୍ତି ଛେଳି ଚୋର। ମଧ୍ୟରାତିରେ ଛେଳି ଚୋରି କରି ଲୋକମାନଙ୍କୁ ଦାରିଦ୍ର୍ୟତାର ପାହାଚରେ ଠିଆ କରାଇ ଦେଉଛନ୍ତି। ନିଜର ଆର୍ଥିକ ପରିସ୍ଥିତିର ସୁଧାର ଆଣିବା ପାଇଁ ଗାଁ ଲୋକମାନେ ଏବେ ଛେଳି ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଆଉ ଛେଳି ଚାଷରେ ବି ଲାଭବାନ ହେଉଛନ୍ତି। କିନ୍ତୁ ଛେଳି ଚାଷୀ ଏବେ ଚୋରମାନଙ୍କ କବଳରେ ଶିକାର ହୋଇ ହତାଶ ହୋଇ ବସିଛନ୍ତି। କେନ୍ଦୁଝର ଜିଲ୍ଲାର ପୁରପଲ୍ଲୀରେ ଏବେ ଆତଙ୍କ ଖେଳାଇ ଦେଇଛନ୍ତି ଛେଳି ଚୋର। ଛେଳି ଚାଷୀ ରାତିରେ ଶୋଇବା ପୂର୍ବରୁ ଯେତେ ସତର୍କ ହୋଇ ରହିଲେ ମଧ୍ୟ ଚୋର ଆଖି ପିଛୁଳାକେ ଚୋରି କରି ନେଇଯାଉଛି। କେନ୍ଦୁଝର ଜିଲ୍ଲା ପାଟଣ ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତ ନୂଆଗାଁ ଗ୍ରାମର ହରିଶ୍ଚନ୍ଦ୍ର ନାୟକଙ୍କ 3ଟି ବଡ଼ ବଡ଼ ଖାସି ଚୋରି ହୋଇଯାଇଛି। ପୂର୍ବରୁ ଏହି ଗ୍ରାମର ପ୍ରଶ୍ନ କୁମାର ନାୟକଙ୍କ ଛେଳି ଚୋରି ହୋଇଯାଇଥିଲା, ଯାହାଫଳରେ ଏ ଅଞ୍ଚଳରେ ଏବେ ପୁଣି ଛେଳି ଚାଷୀମାନଙ୍କ ମନରେ ଆତଙ୍କ ଖେଳିଯାଇଛି। ରାତିରେ ଖିଆପିଆ ସାରି ଶୋଇଥିବା ଅବସ୍ଥାରେ ଛେଳି ଚୋରି ହୋଇଯାଇଛି। ଚୋର ଆସି ପ୍ରଥମେ ଶୋଇବା ଘରକୁ ଦଉଡ଼ି ବାନ୍ଧି ବନ୍ଦ କରି ଦେଇଥିଲେ। କାଳେ ଚୋରି ସମୟରେ ଉଠି ପଡ଼ିବେ, ସେଥିପାଇଁ ଚୋରମାନେ ପୂର୍ବରୁ ସତର୍କର ପନ୍ଥା ଧରି ପ୍ରଥମେ ଶୋଇଥିବା ଘରକୁ ବନ୍ଦ କରି ଦେଇଥାନ୍ତି। ତାପରେ ଅକ୍ଳେଶରେ ଛେଳିକୁ ଚୋରି କରି ନେଇଯାଆନ୍ତି। ଏ ଅଞ୍ଚଳରେ ବାରମ୍ବାର ଛେଳି ଚୋରି ହେଉଥିବାରୁ ଛେଳି ଚାଷୀମାନଙ୍କ ଛେଳି ଚାଷ ଉପରେ ନିରାଶାର ଛାୟା ସୃଷ୍ଟି ହେଉଛି। କେନ୍ଦୁଝର ଜିଲ୍ଲାର ଅନେକ ଗ୍ରାମରେ ଛେଳି ଚୋରମାନଙ୍କ ଦୌରାତ୍ମ୍ୟ ବଢ଼ିଯାଇଥିବା ବେଳେ ନୂଆଗାଁରେ ହୋଇଥିବା ଛେଳି ଚୋରି ଏ ଅଞ୍ଚଳ ପାଇଁ ଏକ ଆତଙ୍କ ସୃଷ୍ଟି କରିଦେଇଛି। ଗାଁ ଗହଳିରେ ବାରମ୍ବାର ଏମିତି ଛେଳି ଚୋରି ହେଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଚୋରକୁ ଠାବ କରିବା ଆଶାରେ ଅଞ୍ଚଳବାସୀ। ଅନେକ ଦିନରୁ ଏ ଅଞ୍ଚଳରେ ଛେଳି ଚୋରଙ୍କ ବିତ୍ପାତ ବଢ଼ି ବଢ଼ି ଚାଲୁଛି। ପ୍ରଶାସନ ଯଦି ଏହା ଉପରେ ଗୁରୁତ୍ୱ ନ ଦିଅନ୍ତି, ତାହେଲେ ଦିନକୁ ଦିନ ଚୋରଙ୍କ ଉତ୍ପାତ ବଢ଼ିବା ସହିତ ଛେଳି ଚାଷୀଙ୍କ ଜୀବନ ଜୀବିକାରେ ପ୍ରତିବନ୍ଧକ ସୃଷ୍ଟି ହୋଇଯିବ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।